ହଁ ତମକୁ ଛାଡ଼ପତ୍ର ଦେବି ମୁଁ, ଆଉ ଏହା ସତ୍ୟ। ଓହୋ, କେତେଥର କହିଲଣି ଏଇ କଥା ତମେ ଗୌରୀ। ମୁଁ ଅଫିସରୁ ଆସେ, କଥା ହେବା। ଏଥର ଛାଡ଼ପତ୍ର ପ୍ଲାନ୍ କେମିତି ରଦ ହେବ। ଏହା କହି ଚାଲିଗଲା ଶଙ୍କର ଅଫିସ। କିନ୍ତୁ ଖୁବ୍ ଗମ୍ଭୀର ଦିଶୁଥିଲା ଗୌରୀ। ସନ୍ଧ୍ୟା ହେଲା, ଘରକୁ ଫେରିଲା ଶଙ୍କର। ଏ କ'ଣ, ଘର ତାଲା ପଡ଼ିଛି, ହେଲେ ଗୌରୀ କୁଆଡ଼େ ଚାଲିଗଲା? ଓହୋ, ବଜାର ଆଡ଼େ ଯାଇଥିବ କିମ୍ବା ବିୟୁଟି ପାର୍ଲର ଯାଇଥିବ ନିଶ୍ଚିତ। ଏହା କହି ଅନ୍ୟ ଏକ ଚାବିରେ ଘର ଖୋଲି ସେ ଭିତରକୁ ଗଲେ। ହେଲେ ଏ କ'ଣ, ଘର ଶୂନ୍ୟ ଲାଗୁଥିଲା ଯେପରି କିଛି ଜିନିଷ ନାହିଁ। କିନ୍ତୁ ଏହାକୁ ଭ୍ରୂକ୍ଷେପ ନ କରି ବେଡ୍ରୁମ୍ ଭିତରେ ପଶି ନିଜ ଶରୀରକୁ ଖେଳେଇଦେଲେ ସେ ବିଛଣା ଉପରେ। ଆଖି ବନ୍ଦ କରୁ କରୁ କେତେବେଳେ ନିଦ ଲାଗିଯାଇଛି। ଆଖି ଖୋଲିଲା ବେଳକୁ ରାତି 9ଟା। ଗୌରୀ, ଏ ଗୌରୀ, କେଉଁଠି ଅଛ? ଥଣ୍ଡା ପାଣି ଗୋଟେ ଗ୍ଲାସ୍ ଦେଲ। କିନ୍ତୁ ଏ କ'ଣ, ଘର ସୁନସାନ ଲାଗୁଛି ପୁରା। ସତରେ କୁଆଡ଼େ ଗଲା ଗୌରୀ? ଏହା ଭାବି ବିଛଣାରୁ ଉଠି ସେ ଚାରିଆଡ଼େ ଖୋଜି ଆସିଲେ। ନା, ଗୌରୀ ତ କେଉଁଠି ନାହିଁ। ବାଲକୋନିଠୁ ନେଇ ଛାତ ଉପର ଯାଏଁ ସବୁଆଡ଼େ ସେ ଦେଖିଲେ, ହେଲେ ଗୌରୀ ନାହିଁ। ଏବେ ବ୍ୟସ୍ତ ହୋଇ ଫୋନ୍ ଲଗାଇଲେ ସେ। ନା, ଲାଗୁନାହିଁ, ନଟ୍ ରିଚେବଲ୍ ଆସୁଛି। ତେବେ ଗୌରୀ ସହ କିଛି ଅଘଟଣ ଘଟିନି ତ? ନା ନା, ମୁଁ ଏ କ'ଣ ଭାବୁଛି। ଏମିତି ଭାବୁ ଭାବୁ ପାଖରେ ଥିବା ସବୁ ସାଙ୍ଗମାନଙ୍କୁ ପଚାରି ସାରିଲେଣି। ସେ କେଉଁଠି ନାହିଁ ଗୌରୀ। ଥକି ଯାଇଥିଲେ ସେ। ସକାଳେ କିଛି ହେଇନି ତ? ଆଜି ତ ସେମାନେ କୌଣସି ବିଷୟରେ ଝଗଡ଼ା ମଧ୍ୟ କରିନାହାନ୍ତି। ମନେ ପକାଇବାକୁ ଚେଷ୍ଟା କଲେ। ହଁ, ସେ କହୁଥିଲା ଛାଡ଼ପତ୍ର ଦେବ। ଏହା କ'ଣ ସେ ସିରିୟସ୍ ହୋଇ କହିଥିଲା ତେବେ? ଅନେକ ପ୍ରଶ୍ନର ବାଣ ତାଙ୍କ ଭାବନାକୁ ଲହୁଲୁହାଣ କରି ପକାଉଥିଲା। କିନ୍ତୁ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନଥିଲେ ସେ। ଠିକ୍ ସେତିକିବେଳେ ମୋବାଇଲରେ ଗୋଟେ ମେସେଜ୍ ଆସିଲା। ହୁଏତ କେଉଁ ଏକ କମ୍ପାନୀ ମେସେଜ୍ ଥିଲା। କିନ୍ତୁ ହାତ ବାଜି ମେସେଜ୍ ବକ୍ସ ଖୋଲିଗଲା। ଆଉ ସେ ଲକ୍ଷ୍ୟ କଲେ ଦିନ 1:30ରେ ଆସିଥିଲା ଗୌରୀ ନମ୍ବରର ମେସେଜ୍। ତରତର ହୋଇ ଖୋଲି ପକାଇଲେ ସେ ମେସେଜ୍ଟି। ଖୁବ୍ ଲମ୍ବା ଥିଲା, କିନ୍ତୁ ଧୈର୍ଯ୍ୟ ସହିତ ପଢ଼ିବାକୁ ହେବ, କାରଣ ଗୌରୀ କୁଆଡ଼େ ଗଲା ତାହା କେବଳ ଏ ମେସେଜ୍ ହିଁ କହିପାରିବ। ପ୍ରିୟ ଶଙ୍କର, ଯଦି ତୁମେ ଏ ମେସେଜ୍ ପଢ଼ୁଛ, ତା ମାନେ ତୁମକୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଟିକେ ସମୟ ଅବଶ୍ୟ ମିଳିଗଲା। ହଁ, ମୁଁ ସକାଳେ କହିଥିଲି ମୋତେ ଛାଡ଼ପତ୍ର ଦରକାର। ତାହା ସତ୍ୟ, ମୁଁ ଥଟ୍ଟା କି ମଜା କରିନଥିଲି। ସତରେ ମୋତେ ଛାଡ଼ପତ୍ର ଦରକାର। ତେବେ ହଁ, ଏ ଛାଡ଼ପତ୍ର କଥା ଆସିଲେ ମନକୁ ଆସୁଥିବ ତୁମର। ମୋର କୌଣସି ଅନ୍ୟ ସ୍ଥାନରେ କାହା ସହିତ ସମ୍ପର୍କ ଅଛି କି? ତେବେ ଏହାର ଉତ୍ତର ମୁଁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି। ତାହା ହେଲା ନା। ମୁଁ ଜଗଦ୍ଧାତ୍ରୀଙ୍କ ରାଣ ଖାଇ ଶପଥ କରୁଛି, ମୋର କୌଣସି ବ୍ୟକ୍ତି ସହିତ ପ୍ରେମ ସମ୍ପର୍କ ନାହିଁ। ତେବେ ଏବେ ତୁମେ ନିଶ୍ଚିତ ଭାବୁଥିବ, ତେବେ ଛାଡ଼ପତ୍ର କାହିଁକି? ଆଜିକୁ 4 ବର୍ଷ ପୂର୍ବେ ଆମେ ଦୁହେଁ ପରସ୍ପରକୁ ବିବାହ କରିଥିଲେ। ଆଉ 7 ବର୍ଷ ପୂର୍ବେ ଆମର ପ୍ରେମ ଆରମ୍ଭ ହୋଇଥିଲା। ସତରେ ପ୍ରେମର ସେ ଦିନ ଆଜି ବି ମନେ ଅଛି ମୋର। ପ୍ରଗଳ୍ଭ ହୋଇ ଗପିଯାଏ। ଆଉ ତମେ ଶୁଣ। କେଜାଣି ସେ 3 ବର୍ଷ କେମିତି କଟିଗଲା ଜଣା ନାହିଁ। ଖୁବ୍ ସୁଖରେ ସମୟ କଟୁଥିଲା ଆମର। ଜୀବନରେ ଶାନ୍ତି ଆଉ ସୁଖ ଥିଲା। ତୁମେ ଅନାଥ ଥିଲ, ତେଣୁ ମୋ ପିତାମାତା ଆଦୌ ରାଜି ହେଉନଥିଲେ ବାହାଘର ପାଇଁ। କିନ୍ତୁ ସେଦିନ ଯେତେବେଳେ ଗ୍ରୀଷ୍ମର 42 ଡିଗ୍ରୀ ତାପମାତ୍ରାରେ ତୁମ ପାଇଁ ମୋ ବାପା, ମା, ପରିବାର, ମୋ ଦୁନିଆ ଛାଡ଼ି ମୁଁ ଚାଲି ଆସିଲି, ତୁମେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲ ଆଉ ପ୍ରଶଂସାର ବର୍ଷଣ କରିଯାଇଥିଲ। ହଁ, ସତରେ ମୁଁ ପ୍ରଶଂସା ଭିକ୍ଷୁ ନୁହେଁ। ସେଦିନ ଜୀବନର ବାସ୍ତବତାକୁ ଉପଲବ୍ଧି କରି ମୁଁ ଚାଲି ଆସିଥିଲି। ପିତାମାତା ଆଜି ନହେଲେ କାଲି ବୁଝିଯିବେ। ସାଙ୍ଗରେ ତାଙ୍କର ପୁଅ ଅଛି। ମୁଁ ଯୁଗେ ଯୁଗେ ପର ଘର ବୋଲି ମୋର ପରିଚୟ ଥିଲା ସେ ଘରେ। କିନ୍ତୁ ଆଜି ଯଦି ମୁଁ ତୁମକୁ ବିବାହ ନ କରି ଅନ୍ୟ କାହାକୁ ବିବାହ କରିଥିଲେ ଖୁବ୍ ଦୁଃଖ ପାଇଥାନ୍ତି। ତ ମୋ ନିଷ୍ପତ୍ତିକୁ ନେଇ ମୁଁ ଆଦୌ ଦୁଃଖୀ ନଥିଲି। ସଂସାର ନୌକାରେ ଆମର ଏହି ବୈବାହିକ ଜୀବନର 2ଟି ସୁଖର ବର୍ଷ କଟିଗଲା। ହେଲେ ତାପରେ ଆରମ୍ଭ ହେଲା ସେହି ସମୟ ଯାହା ପାଇଁ ମୁଁ ଆଦୌ ପ୍ରସ୍ତୁତ ନଥିଲି। ତୁମର ସମୟ ନ ଦେବା, ମୋ ସହ କେବଳ ଡାଲି ଚାଉଳ ବ୍ୟତୀତ କି ଅନ୍ୟ ବିଷୟରେ କଥା ଛାଡ଼ିଦେବା। ଅନେକ ଥର ମୁଁ ତୁମ ସହିତ ଗପିବାକୁ ଆରମ୍ଭ କଲି, ତୁମେ ବିରକ୍ତ ହୋଇ ଶୋଇପଡ଼ିବ ଆଉ କହିବ, କେତେ ବକ୍ ବକ୍ କର ତୁମେ, ଥକି ଯାଉନ? ମୁଁ ଏକୁଟିଆ ଘରେ ରହେ। ଘର କାମ ସରିଲେ ସମୟ ବଳେ କିଛି କାମ ଆରମ୍ଭ କରିବି କହୁଥିଲି। ହେଲେ ତୁମେ ମୋତେ କହିଲ, ଆମର ଯେତିକି ଅର୍ଥ ତୁମେ ଖର୍ଚ୍ଚ କଲେ ସରୁନାହିଁ, ପୁଣି କାହିଁ କଷ୍ଟ ଦେବ ନିଜକୁ? କିଛି ସାଙ୍ଗ ବନାଇ ବୁଲାବୁଲି କରିବା ଭଲ। ମୁଁ କିନ୍ତୁ ଯୁକ୍ତି କଲି। ଝଗଡ଼ା ହେଲା, ଯାହା ଏକ ବିଶାଳ ରୂପ ନେଲା। ତୁମ ହିସାବରେ
ମୁଁ ତୁମ ପରିଚୟରେ ପରିଚିତ ହେବାକୁ କୁଣ୍ଠାବୋଧ କରୁଛି। ହେଲେ ଭୁଲ କ'ଣ? ଯଦି ମୁଁ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ଚାହୁଁଛି, ତୁମେ କ'ଣ ଖୁସି ନୁହଁ? ତୁମେ ସେହି ଯିଏ ମୋର କଲେଜ ସମୟରେ ମୋତେ ନିଜର ପରିଚୟ ସୃଷ୍ଟି କରିବାକୁ କହୁଥିଲ। ଯଦି କେହି ତୁମକୁ କହେ ସେ ଗୌରୀର ପ୍ରେମିକ, ଶଙ୍କର ଖୁବ୍ ଖୁସି ହେଉଥିଲ ତମେ। କିନ୍ତୁ ସେଦିନ ମୋର ବ୍ୟବସାୟ କିମ୍ବା ଅନ୍ୟ କିଛି କରିବା ତୁମକୁ ଖୁବ୍ ଅନିଶ୍ୱାସୀ କରି ପକାଉଥିଲା। ହେଲେ କାହିଁକି? ଦିନ ଦିନ ଧରି ଏ ଘଟଣା ଆମ ମନ ମାଇନ୍ୟର କାରଣ ହେଲା। କିନ୍ତୁ ବାରମ୍ବାର ଝଗଡ଼ା ହେବା ଦ୍ୱାରା ଆମର ଦୂରତ୍ୱ ବଢ଼ିଲା। ମୁଁ ଧୀରେ ଧୀରେ ଏକୁଟିଆ ହୋଇଯାଇଥିଲି। ଆଉ ତମ ଜୀବନରେ ତମେ ବ୍ୟସ୍ତ ଥିଲ। ମୁଁ କହୁନି ତମେ ପଇସା ଖାଇ ଦେଉଥିଲ। ମୋ ପାଖରେ ଗୋଟେ କ୍ରେଡ଼ିଟ୍ କାର୍ଡ଼ ଅବଶ୍ୟ ଥିଲା। ତମ ଅଫିସର କିଛି ବନ୍ଧୁଙ୍କ ସହିତ ତୁମେ ଛୁଟି ଦିନରେ ବି କିଛି ପ୍ଲାନ୍ ଅବଶ୍ୟ ରଖିଥିଲ। ହଁ, ଧୀରେ ଧୀରେ এই ଝଗଡ଼ା ନୀରବତା ଆଡ଼କୁ ଗତି କଲା। ମୋ ସହିତ ଖାଇବା ପାଇଁ ତୁମେ ଖୁବ୍ ସୁଖ ପାଉଥିଲ। କିନ୍ତୁ ରାତି ଡେରି ହେଲେ ଯଦି ମୁଁ କେବେ ପ୍ରଶ୍ନ କରେ କାହିଁକି ବିଳମ୍ବ ହେଲା, ତେବେ ତମେ ମୋତେ କହୁଥିଲ ଭୋକ କରୁଛି, ଖାଇଦିଅ, ଅବିଶ୍ରାମ କର, ମୋର ବିଳମ୍ବ ହେବ, ମୁଁ କ'ଣ କରିବି? ସବୁଠାରୁ କଷ୍ଟଦାୟୀ ଥିଲା ତୁମର ଉତ୍ତର। ତୁମେ ଧୀରେ ଧୀରେ ଆମ ବିଶେଷ ଦିନ ସବୁକୁ ଭୁଲିବା ଆରମ୍ଭ କଲ। ମୁଁ ବୋଧେ ଆଉ ସେହିପରି ଆକର୍ଷଣୀୟ ନଥିଲି। ତୁମେ କଲେଜରେ ମୋତେ ମୋର ଗୁଣ ଆଉ ଗାରିମା ପାଇଁ ଭଲ ପାଉଥିଲ। ହେଲେ ସେଇ ସବୁ ତୁମ ପାଇଁ ମୁଁ ଛାଡ଼ିଦେଲି। ମୁଁ ଫାଇନାନ୍ସରେ ଖୁବ୍ ଭଲ ଚାକିରି ଛାଡ଼ି ତୁମ ପାଇଁ ମୁଁ ଗୋଟିଏ ସୁଗୃହିଣୀ ହେବି ବୋଲି ଭାବିଥିଲି। ହେଲେ ତମେ ହିଁ ଆଜିକାଲି ବିରକ୍ତ ହୋଇଗଲ। ଆମ ପାଖରେ ଆମ ଦୁହିଁଙ୍କ ପାଇଁ ସମୟ ନଥିଲା। ତମେ ଜାଣ, ମୁଁ ତୁମର ସମ୍ପୂର୍ଣ୍ଣ ସମୟ ଚାହିଁନଥିଲି। କିନ୍ତୁ ଦିନରେ କିଛି ସମୟ ସେଇ ବାଲକୋନିରେ ପକାଇଥିବା କଫି ଟେବୁଲ ଆଉ ଚେୟାରରେ ବସି ଟିକେ ହସି ଗପ କରିବା ଭିତରେ ମୋତେ ତୁମ ବାହୁରେ କୁଣ୍ଡେଇ ଧରି ଗେହ୍ଲା କହିଦେଲେ ଭୁଲି ଯାଆନ୍ତି ମୋର ଏକୁଟିଆ ମୁହୂର୍ତ୍ତ ସବୁ। ସୀମନ୍ତିନୀ ତୁମର ମୁଁ। ତୁମ ପାଇଁ ଜୀବନଠାରୁ ପ୍ରିୟ ମୋର ପିତାମାତାଙ୍କୁ ଛାଡ଼ି ଆସିଗଲି। ହେଲେ ବୁଝିଲ ନାହିଁ ତମେ। ଡିମାଣ୍ଡିଂ, ବୋରିଂ ଆଦିର ନାମ ଫଳକ ନେଇ ଖୁବ୍ କଷ୍ଟ ପାଇଲି। ଶେଷରେ 2 ଦିନ ତଳେ ତୁମେ ଯେତେବେଳେ ମୋର ଜନ୍ମଦିନ ଭୁଲିଗଲ, ଖୁବ୍ କଷ୍ଟ ପାଇଲି ମୁଁ। ଆଉ ତମକୁ ଆମ ପ୍ରିୟ ହୋଟେଲକୁ ଡାକି ଦ୍ୱିପହର ଖାଇବା ପାଇଁ ଡାକିଲି। ହେଲେ ବହୁତ କାମ ଅଛି କହି ମନା କହିଦେଲ। ଅନେକ ସମୟ ଯାଏଁ ଭାବିଲି ତମେ ମୋତେ କିଛି ସରପ୍ରାଇଜ୍ ଦେବା ପାଇଁ ପ୍ଲାନ୍ କରିଛ। ହେଲେ ବୃଥା, ସବୁ ବୃଥା ଥିଲା। ଦିନସାରା ଅପେକ୍ଷା କରି ଶେଷରେ ଆମ ପ୍ରିୟ ରେଷ୍ଟୁରାଣ୍ଟରୁ ନିଜେ ଯାଇ ଖାଇବା ଆଣିବି ଭାବି ବାହାରିଗଲି। ହେଲେ ସେଠାରେ ଯାହା ଦେଖିଲି ତାହା ମୋତେ ଆଘାତ ଦେଲା। ତୁମେ ଜଣେ ଝିଅ ସହିତ ଖୁବ୍ ଅନ୍ତରଙ୍ଗ ଭାବରେ କଥା ହେଉଛ। ହେଲେ ମୋର ଏହି ପ୍ରଶ୍ନ କରିବାର କିଛି ସାହସ ନଥିଲା। କାହିଁକି ଜାଣ? ମୁଁ ତୁମକୁ ବିଶ୍ୱାସ କରେ। ମୁଁ ଜାଣିଥିଲି ସେ ନିହାତି କେହି ବାନ୍ଧବୀ ହୋଇଥିବେ। କିନ୍ତୁ ମୋର ଜନ୍ମଦିନ ଭୁଲିଯିବା କ'ଣ ଠିକ୍? ଆମେ ଜନ୍ମଜନ୍ମର ସାଥୀ। ତମର ସୁଖ ଦୁଃଖ ତମେ ମୋ ସହିତ ବାଣ୍ଟି ଅବଶ୍ୟ ପାରିବ। କିନ୍ତୁ ତମେ ଯଦି ଏହା ନ କରିବ ତେବେ କେମିତି ହେବ? ତମଠାରୁ ଦୂରତ୍ୱ, ତମ ସହିତ କଥା ହୋଇ ନ ପାରିବାର କ୍ଷୋଭ, ତୁମ ସହ ତୁମ ବନ୍ଧୁର କଥୋପକଥନ, ଏସବୁ ମୋତେ ସେଦିନ ବହୁତ କଷ୍ଟ ଦେଇଥିଲା। ଆତ୍ମହତ୍ୟା କରିବି, କିନ୍ତୁ ନା, ମୁଁ ନିଷ୍ପତ୍ତି ନେଲି। ଅନେକ ଥର ରାଗିକି କହିଥିଲେ ବି ଆଜି ସତରେ ଏ ଚୂଡ଼ାନ୍ତ କଲି। ମୁଁ ଛାଡ଼ପତ୍ର ନେବି। ତେଣୁ ଏ ଘର ଛାଡ଼ି ଯାଉଛି। ମୁଁ ମୋ ବାପା ଘରକୁ ଯାଇନି, କାରଣ ମୁଁ ସ୍ୱାଭିମାନୀ। ମୁଁ ଯାଉଛି ସେହି ସ୍ଥାନକୁ ଯେଉଁଠି ମୁଁ ମୋ ଅତୀତକୁ ସାଉଁଟି ଖୁବ୍ ଖୁସିରେ ରହିବି। ମୋ ବିନା ବଞ୍ଚିପାରିବ ଜାଣିଛି ମୁଁ। ରହିଲି, ତୁମ ଗୌରୀ। ଏତିକି ପଢ଼ିସାରିବା ପରେ ମୁଣ୍ଡରେ ହାତ ଦେଇ ବସିଥିଲା ଶଙ୍କର। ସତରେ ଏହି କିଛି ଦିନ ଭିତରେ ସମୟ ଦେଇପାରିନଥିଲା ସେ ଗୌରୀକୁ। ନିଜ ଘର ଛାଡ଼ି ତା ସହ ଚାଲି ଆସିଥିବା ଗୌରୀ ଜନ୍ମଦିନ ସେ କେମିତି ଭୁଲିଗଲା? ଏତେ ଝଗଡ଼ା ହେଲା କାହା ପାଇଁ? ଗୌରୀ ଟିକେ ସମୟ ମାଗିଥିଲା। କେବେ ମୁହଁ ଖୋଲି ଦାମୀ ଅଳଙ୍କାର ମାଗିନି, କିନ୍ତୁ ମାଗିଛି ଯଦି ସମୟ। ହେଲେ ପଥର ସାଉଁଟି ଆଣିବାକୁ ଯାଇ ସେ ମୁକ୍ତା ହରେଇ ବସିଛି ଅବଶ୍ୟ। ନିଜ ଭୁଲ ବୁଝିପାରୁଥିଲା ଶଙ୍କର। ତୁରନ୍ତ ସେ ବାହାରିଲା ଗୌରୀକୁ ଆଣିବାକୁ। ହଁ, ସେ ଅବଶ୍ୟ ଜାଣିଥିଲା ଅତୀତକୁ ସାଉଁଟି ବସିଥିବ କେଉଁଠି ଗୌରୀ। ରାତି ଅନେକ। ଅନାଥ ଆଶ୍ରମ ପିଣ୍ଡାରେ ବସିଛି ଗୌରୀ। ସେହି ସ୍ଥାନ ଯେଉଁଠି ଶଙ୍କର ରହୁଥିଲା। କେତେଥର ଏହି ସ୍ଥାନକୁ ବାହାରି ଆସି ଚାଲିଯାଇଛି ସେ। ପିଲାଙ୍କୁ ଦେଖି ଭାବୁଥିଲା ସେ ଶଙ୍କର ଏମିତି ବଡ଼ ହୋଇଥିବ। ସତରେ ଖୁବ୍ ଭଲ ପାଉଥିଲା ସେ ଶଙ୍କରକୁ। ନିଜ ଭୁଲ ବୁଝିପାରୁଥିଲା ସେ। ତୁରନ୍ତ ସେ ବାହାରିଲା ଗୌରୀକୁ ଆଣିବାକୁ। ହଁ, ସେ ଅବଶ୍ୟ ଜାଣିଥିଲା ଅତୀତକୁ ସାଉଁଟି ବସିଥିବ ଗୌରୀ କେଉଁଠି। ରାତି ଅନେକ। ଅନାଥ ଆଶ୍ରମ ପିଣ୍ଡାରେ ବସିଛି ଗୌରୀ। ସେହି ସ୍ଥାନ ଯେଉଁଠି ଶଙ୍କର ରହୁଥିଲା। କେତେଥର ଏହି ସ୍ଥାନର ବାହାରେ ଆସି ଚାଲିଯାଇଛି ସେ। ପିଲାଙ୍କୁ ଦେଖି ଭାବୁଥିଲା ଶଙ୍କର ଏମିତି ବଡ଼ ହୋଇଥିବ। ସତରେ ଖୁବ୍ ଭଲ ପାଉଥିଲା ସେ ଶଙ୍କରକୁ। ଏମିତି ଭାବୁ ଭାବୁ ଦେଖିଲା ସେଇ ଗେଟ୍ ସାମ୍ନାରେ ଗୋଟେ ଗାଡ଼ି ଆସି ରହିଲା। ତାଙ୍କ ଗାଡ଼ି ଭଳି ଲାଗୁଥିଲା, ହେଲେ ହେଇନଥିବ ଭାବି ସେ ଚୁପ୍ ହୋଇ ବସିଲା।
କିନ୍ତୁ ତାହାର ଏହି ଭାବନାକୁ ଭୁଲ ପ୍ରମାଣିତ କରି ଗେଟ୍ ଭିତରକୁ ଦୌଡ଼ି ଆସିଲା ଶଙ୍କର। ଦୂରରୁ ଦେଖିଲା ଗୌରୀ ବସିଛି। ଦୌଡ଼ି ଆସିଲା ସେ, ପାଦ ତଳେ ବସି କହିଲା, ଗୌରୀ କ୍ଷମା କରିଦିଅ। ଜୀବନରେ ଆମ ପାଇଁ ଶାନ୍ତି ଗୋଟେଇବାକୁ ଯାଇ ମୁଁ ଯେ କେତେବେଳେ ଆମକୁ ହିଁ ହରେଇ ଦେଇଛି ମୁଁ ଜାଣିନି। ମୋତେ କ୍ଷମା କରିଦିଅ। ଏଥର ଆମକୁ କେବେ ମୁଁ ଆଉ ହଜିବାକୁ ଦେବିନି। ଆଉ ହଁ, ମୋ ଅଫିସରେ ଫାଇନାନ୍ସରେ ଗୋଟେ ଚାକିରି ବାହାରିଛି, ସେଠାରେ ତୁମେ ଯୋଗ ଦେବ। ମୁଁ ଭୁଲି ଯାଇଥିଲି ଶଙ୍କର ମଧ୍ୟ ଅର୍ଦ୍ଧନାରୀଶ୍ୱର ରୂପ ନେଇଥିଲେ ବୋଲି ତାଙ୍କୁ ଗୌରୀଶଙ୍କର ନାମରେ ଲୋକେ ପୂଜା କରନ୍ତି। ମୁଁ କେବଳ ଶଙ୍କର ହୋଇ ରହିଯିବି। ଅନାଥ ହୋଇ ପିଲାବେଳୁ ବଞ୍ଚିଛି, ଆଜି ପୁଣି ଥରେ ଅନାଥ କରିଦିଅ ନା। ଆଖିରୁ ତା'ର କ୍ରମାଗତ ଅଶ୍ରୁ ନିର୍ଗତ ହେଉଥିଲା ଓ ଗୌରୀର ଭାଙ୍ଗି ଯାଇଥିବା ମନ ଧୀରେ ଧୀରେ ସେହି ଅଶ୍ରୁଧାରାରେ ଯୋଡ଼ି ହେଉଥିଲା। ମନମାଳିନ୍ୟ କମିଥିଲା ଆଉ ମନ ଯୋଡ଼ି ହେଉଥିଲା। ଗୌରୀ କହିଲା, କିନ୍ତୁ ଏହିଥର ଯଦି ପୁଣି ଏମିତି କଲ? ଶଙ୍କର କହିଲା, ତେବେ ଛାଡ଼ପତ୍ର। ଏହା ଶୁଣି ହସିଦେଲା ଗୌରୀ, ଆଉ ତାକୁ ମୁଗ୍ଧ ହୋଇ ଦେଖୁଥିଲା ଶଙ୍କର। ଏହା କେବଳ ପୁରୁଷ ନୁହେଁ, ବେଳେବେଳେ ନାରୀ ମଧ୍ୟ ଏହିପରି ନିଜ କାର୍ଯ୍ୟରେ ବ୍ୟସ୍ତ ରହି ପୁରୁଷକୁ ସମୟ ଦେଇପାରେନି। ତେଣୁ ଏହା ଉଭୟଙ୍କ ପାଇଁ, ଉଭୟଙ୍କୁ ସମୟ ଦେବା ନିହାତି ଆବଶ୍ୟକ। ସମୟଠାରୁ ବଡ଼ ଉପହାର ଜୀବନରେ କିଛି ନାହିଁ।